ପଶୁମାନଙ୍କର କଲ୍ୟାଣ ପାଇଁ ଆମ ସରକାର ନୂତନ ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା MPKY ଅଧୀନରେ ନୂତନ ଗୋଶାଳା ପ୍ରତିଷ୍ଠା, ସେମାନଙ୍କର ଖାଦ୍ୟ ରକ୍ଷଣାବେକ୍ଷଣ ଏବଂ ସ୍ୱାସ୍ଥ୍ୟସେବା ପାଇଁ ଘରୋଇ ଗୋଶାଳାକୁ ସହାୟତା କରିବା ପାଇଁ ଏକ ଯୋଜନା ଆରମ୍ଭ କରିଛନ୍ତି। ଆହତ ଏବଂ ଅସହାୟ ପଶୁମାନଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସାରା ରାଜ୍ୟରେ ଟୋଲ୍ ଫ୍ରି ନମ୍ବର 1962 ସହିତ 26ଟି ସ୍ଥାନରେ ଆମ୍ବୁଲାନ୍ସ ସେବା ସୁବିଧା ରହିଛି। ଏଥିପାଇଁ 33 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ମାନନୀୟ ବାଚସ୍ପତି ମହୋଦୟ, ସହଯୋଗ ମାଧ୍ୟମରେ ସମୃଦ୍ଧି ଦ୍ୱାରା ପରିଚାଳିତ ହୋଇ ଆମ ସରକାର ସମବାୟ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରିବା, ସେବା ପ୍ରଦାନର ଉନ୍ନତି ଆଣିବା ଏବଂ ସର୍ବସମେତ ଗ୍ରାମୀଣ ବିକାଶକୁ ପ୍ରୋତ୍ସାହିତ କରିବା ଦିଗରେ ନିରନ୍ତର ରୂପେ ଚେଷ୍ଟିତ। କୃଷକ ଏବଂ ଗ୍ରାମୀଣ ସମୁଦାୟଙ୍କର ପରିବର୍ତ୍ତନଶୀଳ ଭୂମିକାକୁ ସ୍ୱୀକୃତି ଦେଇ ସେମାନଙ୍କର ସଶକ୍ତିକରଣ ଏବଂ ସାମାଜିକ ଅର୍ଥନୈତିକ ପ୍ରଗତି ପାଇଁ ସମବାୟ ସମିତିଗୁଡ଼ିକ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବେ କାର୍ଯ୍ୟ କରି ଆସୁଅଛନ୍ତି। ମୁଁ 2026-27 ଆର୍ଥିକ ବର୍ଷ ପାଇଁ ସମବାୟ ବିଭାଗ ଅଧୀନରେ 2334 କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ରଖୁଛି। ସମବାୟ କ୍ଷେତ୍ର ଅଧୀନରେ ଅମଳ ପରବର୍ତ୍ତୀ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଦକ୍ଷ ସଂରକ୍ଷଣ ସୁନିଶ୍ଚିତ କରିବା ପାଇଁ ଆମ ସରକାର ଭାରତ ସରକାରଙ୍କର ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଏ ଯୋଜନାକୁ ସମର୍ଥନ କରୁଛି। ପ୍ରଥମ ପର୍ଯ୍ୟାୟରେ 31,500 ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ 19ଟି ଗୋଦାମ ନିର୍ମାଣ କରାଯାଉଥିବା ବେଳେ 10ଟି ଜିଲ୍ଲାରେ ଅତିରିକ୍ତ 3,97,000 ମେଟ୍ରିକ୍ ଟନ୍ ସଂରକ୍ଷଣ କରାଯିବାର ଯୋଜନା ରହିଛି। ଏହାଦ୍ୱାରା ନାଗରିକ ଯୋଗାଣ ନିଗମ ସିଭିଲ୍ ସପ୍ଲାଇଜ୍ କର୍ପୋରେସନ ଦ୍ୱାରା କ୍ରୟ କରାଯାଉଥିବା ଧାନ ଏବଂ ଚାଉଳର ସୁରକ୍ଷିତ ସଂରକ୍ଷଣକୁ ସକ୍ଷମ କରାଯାଇପାରିବ। ଏଥିପାଇଁ ବଜେଟ୍ରେ 240 ମିଲିୟନ ଟଙ୍କାର ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ସମବାୟ କ୍ଷେତ୍ରରେ ଆଖୁ ଚାଷକୁ ପ୍ରୋତ୍ସାହନ ଦେବା ଏବଂ ଚିନିକଳଗୁଡ଼ିକୁ ପୁନର୍ଜୀବିତ କରିବାକୁ ଲକ୍ଷ୍ୟ ରଖି ଆଖୁ ସମ୍ପ୍ରସାରଣ ଯୋଜନା ଅଧୀନରେ 5 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ପ୍ରାଥମିକ କୃଷି ସମବାୟ ସମିତିକୁ ଶେଷ ମାଇଲ ସେବା ପ୍ରଦାନକାରୀ ସଂସ୍ଥା ଭାବେ ସୁଦୃଢ଼ କରାଯାଉଛି। ଓଡ଼ିଶା ଭିଜନ 2036 ଏବଂ ଭାରତ ସରକାରଙ୍କର ଭିଜନ ସହିତ ରାଜ୍ୟ ଏକ ନୂତନ ଯୋଜନା ବହୁଦେଶୀୟ କୃଷି ସହକାରୀ ସମିତି MPACSର ବ୍ୟବସାୟ ବିବିଧତା ମାଧ୍ୟମରେ ପ୍ୟାକ୍ସକୁ ବହୁମୁଖୀ ଗ୍ରାମୀଣ ବ୍ୟବସାୟ କେନ୍ଦ୍ରରେ ପରିଣତ କରୁଛି। ଏହି ନୂତନ ଯୋଜନା ଅଧୀନରେ 15 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଓଡ଼ିଶା ଭିଜନ 2036 ଏବଂ 2047 ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶାର ଏକ ଅଂଶ ଭାବରେ ଏକ ସ୍ୱଚ୍ଛ ଓ ଦକ୍ଷ କୃଷି ବାଣିଜ୍ୟ ସୁନିଶ୍ଚିତ କରିବା ପାଇଁ ଆମ ସରକାର ଆଧୁନିକ ଭିତ୍ତିଭୂମି ଏବଂ ଡିଜିଟାଲ ପଦ୍ଧତି ଚାଳିତ 100ଟି ମଡେଲ ମଣ୍ଡି ବିକଶିତ କରୁଛନ୍ତି। ଏହି ପଦ୍ଧତି ପାଇଁ ବଜେଟ୍ରେ 100 କୋଟି ଟଙ୍କାର ପ୍ରସ୍ତାବ ମଧ୍ୟ ରହିଛି। ସମବାୟ ଋଣ ରିହାତି ସହାୟତାରେ କୃଷକମାନଙ୍କୁ ସଶକ୍ତ କରିବା ଲାଗି ରାଜ୍ୟ ସରକାର ସଂକଳ୍ପବଦ୍ଧ। ଆର୍ଥିକ ବର୍ଷ 2026-27ରେ 38 ଲକ୍ଷ ଚାଷୀଙ୍କୁ 21,000 କୋଟି ଟଙ୍କାର ଫସଲ ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରହିଛି ଏବଂ ଫସଲ ଋଣ ପ୍ରଦାନ ବାବଦକୁ ଋଣ ରିହାତି ଯୋଜନାରେ 1,070 କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ। ରାଜ୍ୟ ସରକାର କୃଷକମାନଙ୍କୁ ସୁରକ୍ଷା ଏବଂ ସଂସ୍ଥାଗତ ସହାୟତାକୁ ମଜବୁତ କରିବା ଜାରି ରଖିଛନ୍ତି। ଫସଲ ହାନିର ରକ୍ଷା କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ 2026-27 ଆର୍ଥିକ ବର୍ଷ ପାଇଁ 500 କୋଟି ଟଙ୍କାର ପ୍ରସ୍ତାବ ରହିଛି। ତୃଣମୂଳ ସ୍ତରରେ ଦକ୍ଷତା ଏବଂ ପାରଦର୍ଶିତା ବଢ଼ାଇବା ଲାଗି 2026-27 ଆର୍ଥିକ ବର୍ଷ ପାଇଁ ପ୍ୟାକ୍ସ ଓ ଲ୍ୟାମ୍ପସ୍ ଗୁଡ଼ିକୁ କାର୍ଯ୍ୟ ସମ୍ପାଦନ ବାବଦକୁ 20 କୋଟି ଟଙ୍କା ଏବଂ ଭିତ୍ତିଭୂମି ଉନ୍ନତିକରଣ ବାବଦକୁ 100 କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ। ରାଜ୍ୟ ତଥା ଦେଶ ପ୍ରତି କୃଷକମାନଙ୍କର ଅମୂଲ୍ୟ ଅବଦାନ ପାଇଁ ଗଭୀର ସମ୍ମାନ ଏବଂ କୃତଜ୍ଞତା ସହିତ ମୁଁ ଏହି କୃଷି ବଜେଟ୍ ଓଡ଼ିଶାର କୃଷକମାନଙ୍କୁ ଉତ୍ସର୍ଗ କରୁଛି। ସେମାନଙ୍କ ସମ୍ମାନାର୍ଥେ ମୁଁ ବିନମ୍ରତାର ସହ ଏଠାରେ ଉଲ୍ଲେଖ କରିବାକୁ ଚାହେଁ, ହେ ଅନ୍ନଦାତା, ସ୍ୱାର୍ଥପର ଦୁନିଆରେ ତୁ ଏକା ସାହାରା, ତୋ ବଳିଦାନେ ଏ ଜୀବନ ମଧୁଝରା, ଧରାପୁତ୍ର ତୋ ପାଇଁ ହସେ ଏଇ ଧରା। ହେ ଶସ୍ୟ ସ୍ରଷ୍ଟା, ମାଟିର ସନ୍ତାନ ତୁ ଆମ ଜୀବନ ଦାୟକ, ତୋ ତ୍ୟାଗ ସମର୍ପଣ ଆଗେ ନଇଯାଏ ମସ୍ତକ, ଲେବିବ ତୋ ଆଖି ଲୁହ କରୁ ଆଜି ସଂକଳ୍ପ।
मान्यवर बाचस्पति महोदय अन्नदाता विभिन्न पदक्षेप उपरे आलोकपात करने पर आम विकसित ओडिशा विजन प्रथम स्तंभ अर्थात ग्रामीण सशक्तिकरण अन्य दिग उपरे ध्यान केन्द्रित करी। यह चिंतार विषय जे स्वाधीनतार 78 वर्ष पर सड़क बिजुली एवं पानी भली मौलिक सुविधा राज्यर लोकों पाखरे पहुंची पारि नहीं। यही समस्यार द्रुत तथा स्थायी समाधान पाई एक समयबद्ध कार्यान्वयन ढांचा सहित मुझे 3टी मौलिक सुविधा जगै देवाई एक नूतन पदक्षेप मिशन पावर प्रस्ताव दूचे। शक्ति पंचायतराज और पानीय जल यही ग्राम उन्नयन विभाग एक मिशन मोड रे लक्ष्य हासिल करने मिलित भाव में कार्य कर ग्रामांचल उन्नति उद्दिष्ट प्रकल्प और योजना गुड़िक 84,309 कोटी टंकार व्यापक निवेश लगी प्रस्ताव दूची जहाँकि विगत वर्ष तुलन में 13% अधिक अटे। आम सरकार फ्लैगशिप प्रकल्प मुख्यमंत्री सड़क योजना अधीन अपहंच तथा संजोग विहीन जनबसति गुड़िक सबुदिनिया पक्का सड़क जोगाई देवाई प्रतिश्रुतिबद्ध। चालू रही प्रकल्प तथा नूतन सेतु प्रकल्पर आवश्यकता पूरण करने मुख्यमंत्री सड़क योजना 3,491 कोटी टंका एवं सेतु बंधन योजना 2,050 कोटी टंका व्यय बरादर प्रस्ताव दूची। मिशन पावर अधीन सड़क संजोग विहीन बसति गुड़िकर संयोगीकरण 2026-27 आर्थिक वर्ष में 1,000 कोटी टंकार व्यय बराद करा जायछि। एही पदक्षेप गुड़िकर परिपूरक भाव 2026-27 बजेट आकलन रे पीएमजीओएसआई कार्य लगी 750 कोटी टंका एवं पीएम जनमन कार्य लगी 150 कोटी टंका व्यय अटकल प्रस्ताव रखुछि। यह व्यतीत ग्रामीण सड़क गुड़िकर रक्षणाबेक्षण मु चलित बजेट रे 2,200 कोटी टंका व्यय बरादर प्रस्ताव रखुछि। राज्यर समस्त राजस्व ग्राम गुड़ी विद्युतकरण करा जायछि तथापि किछि पोड़ा गाँ को विद्युतकरण करिवार आवश्यकता अछि। अधिकंतु समस्त को बिजली शक्ति जगै देबा एवं अपहंच इलाका भित्तिभूमि विकास लगी विजु ग्राम ज्योति योजना अधीन 357 कोटी टंका व्यय बरादर प्रस्ताव रही। भित्तिभूमि को अभाव हेतु ओडिशा रे कौनसी परिवार जपरी अंधकार रात्रि न बीताइब ता सुनिश्चित करने को आम प्रतिबद्ध। आमर फ्लैगशिप पदक्षेप विकसित गाँ विकसित ओडिशा ग्रामीण सड़क भित्तिभूमि विकास नागरिक मानकर लगी विभिन्न संपत्ति एवं सुविधार विकास क्रीड़ा एवं शिक्षा भित्तिभूमि उन्नति एवं क्षुद्र पर्यटन स्थली गुड़िकर विकास भली स्थायी विकास प्रकल्प गुड़ी हाथ को नहीं ग्रामीण